ଗୋଟିଏ ଧୋବା ପାଖରେ ଗୋଟିଏ ଗଧ ଥିଲା। ଗଧଟି ବୁଢ଼ା ହୋଇଯାଇଥିଲା। ଦିନସାରା ସେ କାମ କରୁଥିଲା। ରାତି ହେଲେ ଧୋବା ଗଧକୁ ଖୋଲି ଦେଉଥିଲା। ସେ ଏଣେ ତେଣେ ବୁଲିବାର ସୁଯୋଗ ପାଉଥିଲା। ସକାଳ ହେବା ମାତ୍ରେ ଆପେ ଆପେ ଯାଇ ଧୋବା ଦୁଆରେ ପହଞ୍ଚି ଯାଉଥିଲା। ଦିନେ ରାତିରେ ଗଧର ବିଲୁଆ ସାଥିରେ ଦେଖା ହେଲା। ଉଭୟେ ଦୁଇଟି ଭଲ ସାଙ୍ଗ ହୋଇଗଲେ। ଗଧଟି ଗୋଟିଏ ଚାଷୀର ବାଡ଼ିରୁ କାକୁଡ଼ି ତରଭୁଜ ଥିବାର ଦେଖି ତାର ଲୋଭ ହେଲା। ତେଣୁ ସେ ବାଡ଼ିରେ ପଶି ପେଟେ କାକୁଡ଼ି ଚୋବାଇଲା। ସେ ବିଲୁଆକୁ ମଧ୍ୟ ସାଥିରେ ନେଲା। କେତେ ଦିନ ପର୍ଯ୍ୟନ୍ତ ଉଭୟେ ଏପରି କାକୁଡ଼ି ଖାଇ ଖାଇ ଖୁସି ହେଲେ। ପୁଣି ଗୋଟେ ରାତିରେ ଉଭୟେ କାକୁଡ଼ି ମନ ଇଚ୍ଛା ଖାଇସାରିଲା ପରେ ଗଧ କହିଲା, ସାଙ୍ଗ, ଆଜି ଖୁସି ମନାଇବା। ଚନ୍ଦ୍ର କିରଣରେ ସବୁଆଡ଼େ ଚକ୍ଚକ୍ କରୁଛି। ଥଣ୍ଡା ଥଣ୍ଡା ପବନ ବହୁଛି। ଶସ୍ୟ କ୍ଷେତ୍ରରୁ ବାସନା ଛୁଟି ଆସୁଛି। ଏପରି ସମୟରେ ମୁଁ ଗୀତଟିଏ ବୋଲିବି ବୋଲି ଇଚ୍ଛା କରୁଛି। ବିଲୁଆ ତ ବଡ଼ ଚତୁର। ସେ କହିଲା, ନାଇଁରେ ନାଇଁ, ମୋଟେ ସେ କଥା କୁହନି ସାଙ୍ଗ। ଗୀତ ବୋଲିବା ଉଚିତ ନୁହେଁ। କାରଣ ତୁମର କଣ୍ଠ ଭାରି କର୍କଶ। ତୁମେ ଗୀତ ବୋଲିଲେ ଜମି ମାଲିକ ପଳେଇ ଆସିବ ଓ ତୁମକୁ ପିଟି ପିଟି ମାରିଦେବ। କାରଣ ତୁମେ ଚୋରି କରୁଛ। ଅଯଥାରେ ଗୀତ ଗାଅ ନାହିଁ କହୁଛି। ଗଧ ଜିଦ୍ ଧରି କହିଲା, ତୁମେ ତ ବଣୁଆ ଜୀବ। ତୁମକୁ ସଙ୍ଗୀତର ଗାନ କ'ଣ ଜଣାଅଛି? ବିଲୁଆ କହିଲା, ବନ୍ଧୁ, ତୁମକୁ କ'ଣ ଭଲ ଗାଇ ଆସୁଛି ଯେ ତୁମେ ଗାଇବ? ବିଲୁଆ ବାରମ୍ବାର ଗାଇବାକୁ ମନା କଲା ପରେ ମଧ୍ୟ ଗଧ ଗୀତ ଗାଇବାକୁ ଜିଦ୍ ଧରିଲା। ବିଲୁଆ କହିଲା, ହଉ ହେଲା, ମୁଁ ହିଡ଼ ଉପରେ ବସି କ୍ଷେତ ମାଲିକକୁ ଜଗିଛି। ତୁମେ କିଛି ସମୟ ପର୍ଯ୍ୟନ୍ତ ମାତ୍ର ଗାଇବ। ବିଲୁଆ ଚାଷ ଜମିର ବାହାରକୁ ପଳେଇ ଆସିଲା। ଗୋଟିଏ ଦେଖା ପଡ଼ୁନଥିବା ଜାଗାରେ ଲୁଚିକରି ବସିଗଲା। ଗଧ ଏଥର ଗୀତ ବୋଲିବାକୁ ଆରମ୍ଭ କଲା। ତାର ଅତି ଖରାପ ସ୍ୱର ଶୁଣିବା କ୍ଷଣି ଜମି ମାଲିକ ତା ଆଡ଼କୁ ବାଡ଼ିଟିଏ ଧରି ଧାଇଁ ଆସିଲା। ସେ ଗଧ ପିଠିକୁ ବାରମ୍ବାର ପିଟିବାକୁ ଲାଗିଲା। ଗଧର ହାଡ଼ ଭାଙ୍ଗିଗଲା। ସେ ତଳେ କଚାଡ଼ି ହୋଇ ପଡ଼ିଗଲା। ସେ ଲମ୍ବା ଲମ୍ବା ନିଶ୍ୱାସ ପକାଇବାକୁ ଲାଗିଲା। ଚାଷୀଟି ତା ବେକରେ ଏକ ବଡ଼ ଦଉଡ଼ି ବାନ୍ଧି ଦେଇ ଗୋଟେ ବଡ଼ ପଥର ଖଣ୍ଡରେ ବାନ୍ଧିଦେଲା। ଗଧ କିଛି ସମୟ ପରେ ଭିଡ଼ି ଓଟାରି ହୋଇ ଘୋଷାରି ଘୋଷାରି ହୋଇ ଜମି ବାହାରକୁ ଆସିଲା। ତାର ଏଭଳି ଅବସ୍ଥା ଦେଖି ବିଲୁଆ ମୁରୁକି ମୁରୁକି ହସୁଥାଏ। ସେ କହିଲା, ବା ବନ୍ଧୁ, ଚାଷୀ ତୁମ ଗୀତରେ ସନ୍ତୁଷ୍ଟ ହୋଇ ତୁମକୁ ଏହି ଜମାଣିଆ ପୁରସ୍କାର ଦେଲା। ଗଧ କହିଲା, ବନ୍ଧୁ, ଏବେ ଆଉ ଲଜ୍ଜା ଦିଅ ନାହିଁ। ତୁମର ଉପଦେଶ ମାନିଲିନି ବୋଲି ଏତେ ଦଣ୍ଡ ପାଇଲି। ଏଣିକି ଅନ୍ୟ ଉପଦେଶ ମୋତେ ଗ୍ରହଣ କରିବାକୁ ହେବ। ଏହି ଗପଟିରୁ ଆମେ ଶିଖିଲେ ଯେ ସତ୍ ମିତ୍ରର ଉପଦେଶ ଅମୃତ ସଦୃଶ।